କଥା ଓଡ଼ିଶା ଏଆଇ ୟୁଟ୍ୟୁବ୍ ଚ୍ୟାନେଲର ଏହି ନୂଆ ଗଭୀର ବିଶ୍ଳେଷଣକୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଆମର ଉତ୍ସଗୁଡ଼ିକୁ ଭିତ୍ତି କରି ଏମିତି ଏକ ବିଷୟ ଉପରେ କଥା ହେବାକୁ ଯାଉଛୁ, ଯାହା ଶୁଣିବାକୁ ବହୁତ ସାଧାରଣ ଲାଗିପାରେ, ହେଲେ ତାର ପ୍ରଭାବ ଥିଲା ବହୁତ ବଡ଼। ମାନେ 1999 ମସିହାରେ ଓଡ଼ିଶାର ଭବିଷ୍ୟତ କୌଣସି ବିରାଟ ରାଜନୈତିକ ଭାଷଣ କିମ୍ବା ବଡ଼ ଇସ୍ତାହାରରୁ ତିଆରି ହୋଇନଥିଲା। ତାହା ତିଆରି ହୋଇଥିଲା କେବଳ ଗୋଟିଏ ସାଧାରଣ କପଡ଼ା ବା ପୋଷାକ ବଦଳେଇବାର ନିଷ୍ପତ୍ତିରୁ। ହଁ, ଆଉ ଏଇଟା ହିଁ ରାଜନୀତିର ସବୁଠାରୁ ଆକର୍ଷଣୀୟ ଦିଗ। ମାନେ ଆମେ ଯଦି ଦେଖିବା, ଜଣେ ବ୍ୟକ୍ତି ଯିଏ ନିଜ ଜୀବନର ଅଧିକାଂଶ ସମୟ ଦିଲ୍ଲୀ ଏବଂ ବିଦେଶରେ ବିତାଇଥିଲେ, ପାଶ୍ଚାତ୍ୟ ପୋଷାକ ପିନ୍ଧିବାକୁ ଭଲ ପାଉଥିଲେ, ସେ ହଠାତ୍ ସବୁକିଛି ଛାଡ଼ିଦେଲେ। କେବଳ ଗୋଟିଏ ଧଳା କୁର୍ତ୍ତା ଏବଂ ପାଇଜାମା ପିନ୍ଧି ରାଜ୍ୟର ମଙ୍ଗ ଧରିଲେ। ଏହା କେବଳ ଏକ ଡ୍ରେସ୍ କୋଡ୍ ନଥିଲା, ଏହା ଥିଲା ଏକ ସମ୍ପୂର୍ଣ୍ଣ ରଣନୀତି। ଏକଦମ ଠିକ୍। ଆଉ ଆମ ସୋର୍ସରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ନବୀନ ପଟ୍ଟନାୟକଙ୍କ ଏହି ଡ୍ରେସ୍ କୋଡ୍ ବଦଳାଇବା ପଛରେ ଦିଲ୍ଲୀପ ରାୟଙ୍କର ବହୁତ ବଡ଼ ଭୂମିକା ଥିଲା। କିନ୍ତୁ ଏଠି ମୋର ଗୋଟେ ପ୍ରଶ୍ନ ଅଛି, ମାନେ ଯେମିତି ଗୋଟିଏ ବଡ଼ କମ୍ପାନୀ ନିଜର ବ୍ରାଣ୍ଡ ଲୋଗୋ ବଦଳାଇ ଲୋକଙ୍କ ସହ ନୂଆ ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା କରେ, କ'ଣ ଦିଲ୍ଲୀପ ରାୟ ସେମିତି କିଛି କରୁଥିଲେ? କେବଳ ଲୋକଙ୍କ ପାଖରେ ଗ୍ରହଣୀୟ ହେବା ପାଇଁ ଏହି ପରିବର୍ତ୍ତନ କରାଯାଇଥିଲା? ବିଲକୁଲ, ଆପଣ ଠିକ୍ ସେଇ ବ୍ରାଣ୍ଡିଂ କଥାଟି ଧରିଛନ୍ତି। ରାଜନୀତିରେ ଇମେଜ୍ ବା ଛବି କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମେ ସମସ୍ତେ ଜାଣୁ। ଯେତେବେଳେ ଦିଲ୍ଲୀପ ରାୟ ଏହି ପରାମର୍ଶ ଦେଇଥିଲେ, ସେ ଭଲ ଭାବରେ ଜାଣିଥିଲେ ଯେ ନବୀନ ବାବୁଙ୍କ ବ୍ୟକ୍ତିଗତ ପସନ୍ଦ ସମ୍ପୂର୍ଣ୍ଣ ଅଲଗା ଥିଲା। ସତରେ, ମାନେ ତାଙ୍କର ନିଜସ୍ୱ ଇଚ୍ଛା ଏବଂ ରାଜନୀତିକ ବାଧ୍ୟବାଧକତା ଭିତରେ ଗୋଟିଏ ଦ୍ୱନ୍ଦ୍ୱ ନିଶ୍ଚୟ ଥିବ। ହଁ ହଁ, ଏକଦମ। ସୂତ୍ରରେ ମଧ୍ୟ ଏଇ ନବୀନଙ୍କ ପସନ୍ଦ ପ୍ରସଙ୍ଗ ଉଠିଛି। ଦେଖନ୍ତୁ, ଓଡ଼ିଶା ଭଳି ଏକ ରାଜ୍ୟରେ ଯେଉଁଠି ଲୋକେ ସାଧାରଣ ଜୀବନଯାପନ ଏବଂ ସରଳତାକୁ ପସନ୍ଦ କରନ୍ତି, ସେଠି ଆପଣ ସୁଟ୍ ବୁଟ୍ ପିନ୍ଧି ଗାଁ ଗହଳିରେ ବୁଲିଲେ ଲୋକେ ଆପଣଙ୍କୁ ନିଜର ଭାବିବେ ନାହିଁ। ତେଣୁ ନିଜର ସେହି ଅଭିଜାତୀୟ ପସନ୍ଦକୁ ତ୍ୟାଗ କରିବାକୁ ପଡ଼ିଥିଲା। ଧଳା କୁର୍ତ୍ତା ହେଉଛି ସ୍ୱଚ୍ଛତା ଏବଂ ସାଦାସିଧା ଜୀବନର ପ୍ରତୀକ। ଓହୋ, ବୁଝିଲି। ଏଇଟା ତ ପୁରା ଆମ ଓଡ଼ିଶାର ଯାତ୍ରାପାଟି ଭଳି କଥା ହେଇଗଲା। ମାନେ ଯାତ୍ରାରେ ଯେତେବେଳେ ଜଣେ କଳାକାର ମଞ୍ଚ ଉପରକୁ ଆସନ୍ତି, ସେ ପାଟି ଫିଟାଇବା ଆଗରୁ ତାଙ୍କର ପୋଷାକରୁ ହିଁ ଦର୍ଶକ ଜାଣିଯାଆନ୍ତି ସେ ରାଜା, ନା ମନ୍ତ୍ରୀ, ନା ସାଧାରଣ ପ୍ରଜା। ବୋଧହୁଏ ଦିଲ୍ଲୀପ ରାୟ ସେଇ ନିର୍ଦ୍ଦେଶକଙ୍କ ଭୂମିକାରେ ଥିଲେ। ଖୁବ୍ ଚମତ୍କାର ଉଦାହରଣ ଦେଲେ ଆପଣ। ପ୍ରକୃତିରେ ସେୟା ହିଁ ହୋଇଥିଲା। ବିଜୁବାବୁଙ୍କ ଅବର୍ତ୍ତମାନରେ ଦଳକୁ ଏକାଠି ରଖିବାକୁ ହେଲେ ଜଣେ ଏମିତି ନେତାର ଆବଶ୍ୟକତା ଥିଲା, ଯିଏ ଶାନ୍ତ, ଭଦ୍ର ଏବଂ ସମ୍ପୂର୍ଣ୍ଣ ନିର୍ବିବାଦୀର ଦେଖାଯାଉଥିବେ। ଏକ ନୂଆ ବ୍ୟକ୍ତି ଯାହାଙ୍କର ସେତେବେଳେ କୌଣସି ରାଜନୈତିକ ଅଭିଜ୍ଞତା ନଥିଲା, ତାଙ୍କ ପାଇଁ ତାଙ୍କର ବାହ୍ୟ ପ୍ରତିଚ୍ଛବି ହିଁ ସବୁଠାରୁ ବଡ଼ ଅସ୍ତ୍ର ଥିଲା। ଆମ ସୋର୍ସରେ ଆଉ ଗୋଟେ ବହୁତ ଗଭୀର କଥା ଅଛି, ଆଉ ସେଇଟା ହେଲା ଲେଗାସି ବା ଐତିହ୍ୟ। ଉତ୍ସରେ ବାରମ୍ବାର ଏହି ଶବ୍ଦର ବ୍ୟବହାର ହୋଇଛି। ବିଶେଷ କରି ବିଜୁ ପଟ୍ଟନାୟକଙ୍କ ସନ୍ଦର୍ଭରେ ସେଠି ତାଙ୍କୁ ବ୍ରେଭ୍ ମାନେ ସାହସୀ ଏବଂ ରୋମାଣ୍ଟିକ୍ ବୋଲି କୁହାଯାଇଛି। ଆଉ ଏଇ ଶବ୍ଦ ଦୁଇଟି ଖୁବ୍ ଗୁରୁତ୍ୱପୂର୍ଣ୍ଣ। ବିଜୁବାବୁ ତ ଜଣେ ସାଧାରଣ ରାଜନେତା ନଥିଲେ, ସେ ଥିଲେ ଜଣେ ଦୁଃସାହସୀ ବିମାନ ଚାଳକ। ଆମେ ସମସ୍ତେ ଜାଣୁ ତାଙ୍କର ସେଇ ପେଶାବର ଉଡ଼ାଣ କିମ୍ବା ଇଣ୍ଡୋନେସିଆର କାହାଣୀ। ଆଉ ଏଠି ରୋମାଣ୍ଟିକ୍ କହିଲେ କେବଳ ପ୍ରେମ କାହାଣୀ ନୁହେଁ। ଠିକ୍ କଥା। ଏଠି ରୋମାଣ୍ଟିକ୍ ମାନେ ନିଜ ମାଟି ପାଇଁ ବଡ଼ ସ୍ୱପ୍ନ ଦେଖିବାର ସେହି ଦୁର୍ବାର ଇଚ୍ଛା ଏବଂ ଆଦର୍ଶବାଦ। କିନ୍ତୁ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି, ଏତେ ବଡ଼ ଲେଗାସି, ମାନେ ଏମିତି ଲାର୍ଜର ଦେନ୍ ଲାଇଫ୍ ଛବି, କ'ଣ ପରବର୍ତ୍ତୀ ସମୟରେ ନୂଆ ନେତାଙ୍କ ପାଇଁ ଏକ ପ୍ରକାର ଚାପ ସୃଷ୍ଟି କରେ ନାହିଁ? ଆମ ସୂତ୍ରରେ କନଫ୍ୟୁଜ୍ଡ ବା ଦ୍ୱନ୍ଦ୍ୱ ଶବ୍ଦ ମଧ୍ୟ ଅଛି। ବିଲକୁଲ ସୃଷ୍ଟି କରେ। ସାଧାରଣତଃ ଲୋକେ ଭାବନ୍ତି ବଡ଼ ପରିବାରରୁ ଆସିଲେ ସବୁ ସହଜ ହୋଇଯାଏ। କିନ୍ତୁ ଗୋଟିଏ ଭଲ ଲେଗାସି ବା ଐତିହ୍ୟ ଜଣେ ନୂଆ ନେତାଙ୍କ ପାଇଁ ପ୍ରବଳ ମାନସିକ ଚାପ ଆଣିଦିଏ। ଲୋକେ ସବୁବେଳେ ତୁଳନା କରିବା ଆରମ୍ଭ କରିଦିଅନ୍ତି। ମାନେ ଲୋକେ ଆଶା କରିବେ ଯେ ପୁଅ ବି ବାପାଙ୍କ ଭଳି ଗର୍ଜନ କରି ଭାଷଣ ଦେବେ। ହଁ, ଠିକ୍ ସେଇଆ। କିନ୍ତୁ ନୂଆ ନେତାଙ୍କ ବ୍ୟକ୍ତିତ୍ୱ ଥିଲା ସମ୍ପୂର୍ଣ୍ଣ ଉଲ୍ଟା। ସେ ଥିଲେ ମିତଭାଷୀ, ଶାନ୍ତ ଏବଂ ନରମ ସ୍ୱଭାବର। ଏହି ବିପରୀତ ବ୍ୟକ୍ତିତ୍ୱ ହିଁ ସେହି ଦ୍ୱନ୍ଦ୍ୱର ମୂଳ କାରଣ ଥିଲା। ଯଦି ସେ ନିଜ ବାପାଙ୍କ ଭଳି କାମ କରିବାକୁ ଚେଷ୍ଟା କରିଥାନ୍ତେ, ତେବେ ତାହା ବହୁତ ନକଲି ଲାଗିଥାନ୍ତା। ଆଉ ଯଦି ନିଜ ଶାନ୍ତ ସ୍ୱଭାବରେ ରୁହନ୍ତି, ତେବେ ବିରୋଧୀମାନେ ତାଙ୍କୁ ଦୁର୍ବଳ ଭାବିବେ।
ଓହୋ, ତାମାନେ ଏହା ଗୋଟେ ପ୍ରକାରର ପରିଚୟ ସଙ୍କଟ ଥିଲା। ଆଉ ଏଇ ସଙ୍କଟ ସମୟରେ ହିଁ ଦଳ ଭିତରେ ବା ବାହାରେ ଥିବା ଲୋକମାନେ ଆକ୍ରମଣ କରିବାକୁ ସୁଯୋଗ ଖୋଜନ୍ତି, ଯାହାକି ଆମକୁ ଆଲୋଚନାର ପରବର୍ତ୍ତୀ ଏବଂ ସବୁଠାରୁ ରହସ୍ୟମୟ ପ୍ରସଙ୍ଗ ଆଡ଼କୁ ନେଇଯାଉଛି, 1999ର ସେହି ସଙ୍କଟ। ହଁ, 1999 ମସିହା ଓଡ଼ିଶା ରାଜନୀତି ପାଇଁ ଏକ ବହୁତ ଘଡ଼ିସନ୍ଧି ମୁହୂର୍ତ୍ତ ଥିଲା। ସୋର୍ସରେ ଯେଉଁ ସବୁ ଶବ୍ଦ ଅଛି ତାହା କୌଣସି ପଲିଟିକାଲ ଥ୍ରିଲର ଫିଲ୍ମଠାରୁ କମ୍ ନୁହେଁ। ମାନେ ଏଠି ଅଛି ହସ୍ପିଟାଲ, କ୍ୟାନ୍ସର, ସ୍ୱାସ୍ଥ୍ୟମନ୍ତ୍ରୀ, କଂଗ୍ରେସ, ପ୍ରେସିଡେଣ୍ଟ 99, ପ୍ରଧାନମନ୍ତ୍ରୀ, ଅଫିସର ଏବଂ ସବୁଠାରୁ ଆଶ୍ଚର୍ଯ୍ୟଜନକ ଶବ୍ଦ ହେଲା ମିଡନାଇଟ୍ ଅପରେସନ। ଠିକ୍ କହିଲେ। ଏଇ ଶବ୍ଦଗୁଡ଼ିକ ଶୁଣିଲେ ମନରେ ଅନେକ ପ୍ରଶ୍ନ ଉଠେ। ମୋ ମନରେ ବି ସେଇ ପ୍ରଶ୍ନ ଆସୁଛି। ମାନେ ରାଜନୀତିରେ ମିଡନାଇଟ୍ ଅପରେସନ ତ କୌଣସି ଡାକ୍ତରଖାନାର ସର୍ଜରୀ ନୁହେଁ। ଏହା ହେଉଛି ରାତି ଅଧିଆ କ୍ଷମତା ପରିବର୍ତ୍ତନର ଖେଳ। କିନ୍ତୁ ଏଠି ଗୋଟେ ପଟେ ହସ୍ପିଟାଲ ଆଉ କ୍ୟାନ୍ସର କଥା ଅଛି, ଆଉ ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆଉ ମିଡନାଇଟ୍ ଅପରେସନ। ଏ ରୋଗ ସହିତ ରାଜନୀତିର କ'ଣ ସମ୍ପର୍କ? କ'ଣ ଏହା ପ୍ରକୃତରେ ଏକ ମେଡିକାଲ ଏମର୍ଜେନ୍ସି ଥିଲା, ନା ଏକ ଗୁପ୍ତ ରାଜନୈତିକ ଚାଲ? ଦେଖନ୍ତୁ, ଏଠି ଆମେ କାହାରି ପକ୍ଷ ନେଉନାହୁଁ, କେବଳ ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କରୁଛୁ। ରାଜନୀତିରେ ଗୋଟେ ସାଧାରଣ ନିୟମ ଅଛି। ରାଜନୀତି କେବେ ବି ଶୂନ୍ୟସ୍ଥାନ ବା ପାୱାର ଭ୍ୟାକ୍ୟୁମକୁ ବରଦାସ୍ତ କରେ ନାହିଁ। ଯେତେବେଳେ ସରକାରର ଶୀର୍ଷରେ ଥିବା କୌଣସି ନେତା କ୍ୟାନ୍ସର ଭଳି ଏକ ଗୁରୁତର ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଥାନ୍ତି, ତାଙ୍କର ପ୍ରଶାସନ ଉପରେ ତାଙ୍କର ନିୟନ୍ତ୍ରଣ ଦୁର୍ବଳ ହୋଇଯାଏ। ଆଚ୍ଛା, ମାନେ ସେ ଦୁର୍ବଳ ସମୟର ସୁଯୋଗ ନେଇ ଅନ୍ୟମାନେ କ୍ଷମତା ଦଖଲ କରିବାକୁ ଚେଷ୍ଟା କରନ୍ତି। ବିଲକୁଲ। ଆଉ ଠିକ୍ ସେହି ସମୟରେ ହିଁ ନିଜ ଦଳର ନେତା, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳର ନେତାମାନେ ସକ୍ରିୟ ହୋଇଯାଆନ୍ତି। ସୂତ୍ରରେ କଂଗ୍ରେସ ଏବଂ ପ୍ରଧାନମନ୍ତ୍ରୀ ଶବ୍ଦର ଉଲ୍ଲେଖ ଅଛି, ଯାହାର ଅର୍ଥ ହେଉଛି ଏହି ଖେଳ କେବଳ ଭୁବନେଶ୍ୱର ଭିତରେ ସୀମିତ ନଥିଲା, ଦିଲ୍ଲୀରୁ ମଧ୍ୟ ଏହାର ତାର ଲାଗିଥିଲା। ବାପରେ! ହେଲେ ଏସବୁ କାମ ରାତି ଅନ୍ଧାରେ କାହିଁକି ହୁଏ? ଦିନ ଆଲୁଅରେ ବିଧାୟକମାନଙ୍କୁ ଡାକି କଥା ହେଇପାରନ୍ତେ ତ? ନା ନା, ସେମିତି ହେଲେ ତ କ୍ଷମତାରେ ଥିବା ଗୋଷ୍ଠୀ ଏବଂ ଗୁଇନ୍ଦା ବିଭାଗ ତୁରନ୍ତ ଜାଣିଯିବେ ଆଉ ରଣନୀତି ଫେଲ୍ ମାରିଯିବ। ରାଜନୈତିକ ବିଦ୍ରୋହର ସବୁଠାରୁ ବଡ଼ ଶକ୍ତି ହେଉଛି ଗୋପନୀୟତା। ରାତିର ନୀରବତାରେ ହିଁ ଅସଲ ଖେଳ ହୁଏ। ବିଧାୟକମାନଙ୍କୁ ଗୋପନରେ ଗୋଟିଏ ସ୍ଥାନର ଅନ୍ୟ ସ୍ଥାନକୁ ନିଆଯାଏ, ଆଉ ଏସବୁଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ପ୍ରଶାସନିକ ଅଫିସରମାନଙ୍କର। ହଁ, ସୋର୍ସରେ ମଧ୍ୟ ଅଫିସର ଶବ୍ଦଟି ଅଛି। ଆଉ ସେଇ ଶବ୍ଦଟିକୁ ଆମେ ଅଣଦେଖା କରିପାରିବା ନାହିଁ, କାରଣ ଅମଲାତନ୍ତ୍ରର ସହଯୋଗ ବିନା ଏତେ ବଡ଼ ରାତାରାତି ପରିବର୍ତ୍ତନ କେବେ ବି ସମ୍ଭବ ନୁହେଁ। ସେମାନେ ହିଁ ଆଇନଗତ ପ୍ରକ୍ରିୟାକୁ ବାଟ କଢ଼ାନ୍ତି। ତେଣୁ ସକାଳ ହେଲାବେଳକୁ ହଠାତ୍ ଟିଭିରେ ଖବର ଆସେ ଯେ ସରକାରୀ ସମୀକରଣ ବଦଳି ଯାଇଛି। ସତରେ, ଏହା ଶୁଣିବାକୁ ଯେତିକି ରୋମାଞ୍ଚକର, ସେତିକି ଭୟଙ୍କର ବି ଲାଗୁଛି। ଆମେ ସାଧାରଣ ଲୋକେ ଭାବୁ ଯେ କେବଳ ଭୋଟ ଦେଇ ସରକାର ବାଛୁଛୁ, ହେଲେ ପର୍ଦ୍ଦା ପଛରେ ଏତେ ବଡ଼ ଧରଣର ଯୋଜନା ଚାଲିଥାଏ। ଏକଦମ। ଆଉ ଯେତେବେଳେ ଓଡ଼ିଶା 1969ର ମହାବାତ୍ୟା ଏବଂ ରାଜନୈତିକ ଅସ୍ଥିରତା ଦେଇ ଗତି କରୁଥିଲା, ସେତେବେଳେ ମେଡିକାଲ ଏମର୍ଜେନ୍ସି ଆଳରେ ଏହି ମିଡନାଇଟ୍ ଅପରେସନ ହୋଇଥିଲା। ଏହା ପ୍ରମାଣ କରେ ଯେ ରାଜନୀତିରେ ରୋଗ ବି ଗୋଟେ ରଣନୀତିକ ହତିଆର ହୋଇପାରେ। ହେଲେ ଏଠି ଗୋଟେ ବଡ଼ କଥା ଉଠୁଛି ତ। ଆମେ ଦେଖିଲେ ଧଳା କୁର୍ତ୍ତା ପିନ୍ଧି ଗୋଟେ ନିଷ୍କଳଙ୍କ ଛବି ତିଆରି କରାଯାଉଛି, ଆଉ ଅନ୍ୟପଟେ ବନ୍ଦ କୋଠରୀ ଭିତରେ କ୍ଷମତା ପାଇଁ ଏମିତି ରାତି ଅଧିଆ ଖେଳ ଚାଲିଛି। ଏହି ବନ୍ଦ କୋଠରୀର ରାଜନୀତି ଆଉ ଗାଁ ଗହଳିର ଲୋକଙ୍କ ଭିତରେ ତାଳମେଳ କେମିତି ରହେ? ଆମ ସୂତ୍ରର ଶେଷ ଭାଗରେ ବୋଧହୁଏ ଏହାର ଉତ୍ତର ଅଛି। ହଁ, ସେଠି କିଛି ଖାସ୍ ଶବ୍ଦ ଅଛି। ଏକଦମ, ଯେମିତିକି ଡିଷ୍ଟ୍ରିକ୍ଟ ସାଟିସ୍ଫ୍ୟାକ୍ସନ, ମାନେ ଜିଲ୍ଲାସ୍ତରୀୟ ସନ୍ତୁଷ୍ଟି, ଆଉ ଶେଷରେ ସେହି ବହୁତ ମଜାଦାର ଶବ୍ଦ ମ୍ୟାଡମ୍ ଜର୍ଣ୍ଣାଲିଷ୍ଟ ବା ମ୍ୟାଡମ୍ ସାମ୍ବାଦିକା। ମୁଁ ଯାହା ବୁଝୁଛି, ରାଜଧାନୀରେ ଯେତେ ମିଡନାଇଟ୍ ଅପରେସନ ହେଲେ ବି ଯଦି ଜିଲ୍ଲା ସ୍ତରରେ ଲୋକେ ସନ୍ତୁଷ୍ଟ ନହନ୍ତି, ତେବେ ସବୁ ଚାଲ ବେକାର। କିନ୍ତୁ ଏଥିରେ ଏହି ମ୍ୟାଡମ୍ ସାମ୍ବାଦିକାଙ୍କ ରୋଲ୍ କ'ଣ? ଏଇଟା ହେଲା ଆମ ଆଲୋଚନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୋଡ଼। ଭାବନ୍ତୁ ଟିକେ, ଗାଁରେ ବସିଥିବା ସାଧାରଣ ଲୋକ ତ ଦେଖିପାରୁନାହାନ୍ତି ବନ୍ଦ କୋଠରୀ ଭିତରେ କ'ଣ ଚାଲିଛି। ସେମାନେ କେବଳ ସେତିକି ଜାଣନ୍ତି ଯେତିକି ମିଡିଆ ବା ଗଣମାଧ୍ୟମ ସେମାନଙ୍କ କହେ। ଏଠି ମ୍ୟାଡମ୍ ସାମ୍ବାଦିକା ଶବ୍ଦଟି ସମ୍ପୂର୍ଣ୍ଣ ଗଣମାଧ୍ୟମର ପ୍ରତୀକ ଭାବରେ ବ୍ୟବହାର ହୋଇଛି। ମାନେ ସାମ୍ବାଦିକମାନେ ହିଁ ଏହି ରାଜନୈତିକ ଖେଳକୁ ଏକ କାହାଣୀର ରୂପ ଦେଇ ଲୋକଙ୍କ ପାଖରେ ପହଞ୍ଚାନ୍ତି। ବିଲକୁଲ। ଯେତେବେଳେ 1999 ବୋଲି ବଡ଼ ସଙ୍କଟ ଆସେ, ଲୋକେ ଭୟଭୀତ ଥାଆନ୍ତି। ସରକାର ସ୍ଥିର ଅଛି ନା ଭାଙ୍ଗିଗଲା, ନୂଆ ନେତା ଭଲ ନା ଖରାପ,
ଏହି ବାର୍ତ୍ତା କେବଳ ଖବରକାଗଜ ଏବଂ ଟିଭି ଜରିଆରେ ହିଁ ଜିଲ୍ଲା ସ୍ତରକୁ ଯାଏ। ଆଚ୍ଛା, ଅର୍ଥାତ୍ ଯଦି ଗୋଟେ ମିଡନାଇଟ୍ ଅପରେସନ୍ ହେଲା, ତାହା କ୍ଷମତା ଲୋଭ ଥିଲା ନା ରାଜ୍ୟକୁ ବଞ୍ଚାଇବା ପାଇଁ ଏକ ଜରୁରୀ ପଦକ୍ଷେପ ଥିଲା, ତାହା ମିଡିଆ ହିଁ ସ୍ଥିର କରେ। ସେମିତି ଯଦି ନେତା ଧଳା କୁର୍ତ୍ତା ପିନ୍ଧିଲେ, ସାମ୍ବାଦିକ ଚାହିଁଲେ ତାଙ୍କୁ ସରଳତାର ପ୍ରତୀକ କହିପାରିବେ, ନଚେତ୍ ଛଳନାକାରୀ ବି କହିପାରିବେ। ତେଣୁ ଜିଲ୍ଲାସ୍ତରୀୟ ସନ୍ତୁଷ୍ଟି ଆଣିବା ପାଇଁ ନେତାଙ୍କୁ ମିଡିଆକୁ ହାତରେ ରଖିବାକୁ ପଡ଼ିବ। ଏକଦମ ସଠିକ୍ କଥା ଧରିଛନ୍ତି ଆପଣ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାମ୍ବାଦିକମାନେ ଏକ ବହୁତ ଶକ୍ତିଶାଳୀ ମଧ୍ୟସ୍ଥ ଭାବରେ କାମ କରନ୍ତି। ତେଣୁ ଆଜି ଆମେ ଯାହା ଦେଖିଲେ, ତାହା ପ୍ରମାଣ କରୁଛି ଯେ ରାଜନୀତି କେବଳ ନେତା ଏବଂ ଭୋଟରଙ୍କ ଭିତରେ ସୀମିତ ନୁହେଁ। ସତରେ ଆଜିର ଏହି ଗଭୀର ବିଶ୍ଳେଷଣ ପୁରା ଆଖି ଖୋଲିଦେଲା ଭଳି ଥିଲା। ମାନେ ଆମେ ଆରମ୍ଭ କଲେ ଗୋଟେ ଧଳା କୁର୍ତ୍ତାରୁ ଆଉ ପହଞ୍ଚିଗଲେ ମିଡନାଇଟ୍ ଅପରେସନର ବାସ୍ତବତା ପାଖରେ। ବିଜୁବାବୁଙ୍କର ବିରାଟ ଲେଗାସି ନୂଆ ନେତାଙ୍କ ପାଇଁ କେମିତି ଦ୍ୱନ୍ଦ୍ୱ ସୃଷ୍ଟି କଲା, ଆଉ ଗଣମାଧ୍ୟମ କେମିତି ଏସବୁକୁ ଲୋକଙ୍କ ପାଖରେ ପହଞ୍ଚାଇଲା, ସବୁକିଛି ବହୁ ସ୍ପଷ୍ଟ ହୋଇଗଲା। ହଁ, ଏହି ସବୁ ଉପାଦାନ ମିଶି ହିଁ ଓଡ଼ିଶା ରାଜନୀତିର ଏହି ଅଧ୍ୟାୟକୁ ଏତେ ରୋଚକ କରିଛନ୍ତି। ତେବେ ଆଜିର ଆଲୋଚନା ଶେଷ କରିବା ପୂର୍ବରୁ ଆମ ଶ୍ରୋତାମାନଙ୍କ ପାଇଁ ଏକ ଗଭୀର ଚିନ୍ତାର ବିଷୟ ଛାଡ଼ିଯାଉଛୁ। ବିଚାର କରନ୍ତୁ, ଆଜିର ଏହି ଯୁଗରେ ଜଣେ ସଫଳ ରାଜନେତାଙ୍କର ପ୍ରକୃତ ଶକ୍ତି କେଉଁଥିରେ ଥାଏ? ତାଙ୍କ ପୂର୍ବଜମାନଙ୍କର ସେହି ବିରାଟ ଐତିହ୍ୟରେ, ନା ପରାମର୍ଶଦାତାଙ୍କ ଦ୍ୱାରା ତିଆରି କରାଯାଇଥିବା ସେହି ଧଳା କୁର୍ତ୍ତା ଓ ସରଳ ଛବିରେ? କିମ୍ବା ବୋଧହୁଏ ଯେଉଁ ନେତା ପରଦା ପଛର ଅଦୃଶ୍ୟ ରାଜନୀତିକୁ ପରିଚାଳନା କରି ମିଡିଆ ଜରିଆରେ ଲୋକଙ୍କ ମନରେ ନିଜର ଏକ ଆଦର୍ଶ ଚିତ୍ର ଅଙ୍କନ କରିପାରନ୍ତି, ସେ ହିଁ ଅସଲ ବାଜିଗର? ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆମେ ଆପଣମାନଙ୍କୁ ଅନୁରୋଧ କରୁଛୁ, ପୁଣି ଭେଟ ହେବ କଥା ଓଡ଼ିଶା ଏଆଇ ଚ୍ୟାନେଲର ଆଉ ଏକ ନୂଆ ବିଶ୍ଳେଷଣରେ। ବିଦାୟ।